ଓଡ଼ିଶା ଭଳି ରାଜ୍ୟରେ ବସବାସ କରୁଥିବା ଗୋଣ୍ଡ ସାଂସ୍କୃତିକ ସମାଜର ଭାଇ ଭଉଣୀମାନେ ସେମାନଙ୍କର ଐତିହ୍ୟ ସମ୍ପର୍କରେ ଅଜ୍ଞ ଥିଲେ ମଧ୍ୟ ବାସ୍ତବରେ ଏମାନେ ବହୁ ଐତିହ୍ୟର ଅଧିକାରୀ। ଗୋଣ୍ଡ ଜାତି ଐତିହ୍ୟର ପୃଷ୍ଠାରେ ଏବେ ବି ଅନେକ ମହାପୁରୁଷ ଜାଜ୍ୱଲ୍ୟମାନ। ସେମାନେ ହେଲେ ମହିୟସୀ ମହିଳା ରାଣୀ ଦୁର୍ଗାବତୀ, ଓଡ଼ିଶାର ଗଜପତି ଲାଙ୍ଗୁଳା ନରସିଂହ ଦେବ, ଅନଙ୍ଗ ଉଦୟ ସିଂହ ଦେବ, ଐତିହାସିକ ବୀର ସୁରେନ୍ଦ୍ର ସାଏ, ମହାରାଜା ଶ୍ୟାମ ସାହା, ମହାରାଜା ରାଜେ ଧର୍ମରାଜ, ଭକ୍ତ ପୁଲକ ସାହା, ରାଣୀ ହିରୋଇ ଚାନ୍ଦ, ମହାରାଜା ଚକ୍ରଧର ସିଂ, ରାଜା ଉଦୟଭାନୁ ସିଂ, ଶଙ୍କର ସାହା, ଧର୍ମରାଜା ଆରୋହୀ, ମହାରାଜା ଡୋଙ୍ଗର ସାହା ସିଂ, ରାଧୁନାଥ ସିଂ ମଣ୍ଡଲ। ଏତତ୍ ବ୍ୟତୀତ ଭିନ୍ନ ଅଧୁନାତନ ଯୁଗର ମହାମନୀଷୀ ପଦ୍ମଶ୍ରୀ ରାମଜୀ ଓଡ଼କେ, ଡକ୍ଟର ଭ୍ରମର ସିଂ ଗୋଷ୍ଠୀ, ରାମ ପ୍ରସାଦ ପଟୋଇ, ଗୋକୁଳ ସିଂ ଜାଣ୍ଡିଆ ପ୍ରମୁଖ। ଗୋଣ୍ଡମାନଙ୍କର ସ୍ଥିତି ସମ୍ପର୍କରେ ଆପଣ ଜାଣି ଖୁସି ହେବେ ଯେ ମଧ୍ୟ ଭାରତର ବହୁଳ ମାତ୍ରାରେ ଗୋଣ୍ଡ ଜାତିର ଲୋକମାନେ ବସବାସ କରନ୍ତି। ଗୋଣ୍ଡୱାନ ଉପତ୍ୟକାରୁ କେନ୍ଦ୍ର କରି ଏହି ଜାତି ସବୁଆଡ଼େ ବିସ୍ତାରିତ ହୋଇଛନ୍ତି। ପୂର୍ବ ଜନଗଣନା ଅନୁଯାୟୀ ଭାରତବର୍ଷରେ ଗୋଣ୍ଡ ଜନଜାତିର ଲୋକ ସଂଖ୍ୟା 12.5 ମିଲିୟନ। ମଧ୍ୟପ୍ରଦେଶର ଛତିଶଗଡ଼ରୁ ସେମାନେ ସମ୍ଭବତଃ ଭାରତର ବିଭିନ୍ନ ରାଜ୍ୟକୁ ଯାଇଛନ୍ତି। ଗୋଣ୍ଡମାନେ ଭାରତବର୍ଷର ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଉତ୍ତରପ୍ରଦେଶ, ଆନ୍ଧ୍ର, ଝାଡ଼ଖଣ୍ଡ, ବିହାର, ଆସାମ, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡୁ, କେରଳ ପ୍ରଭୃତି ରାଜ୍ୟରେ ବସବାସ କରନ୍ତି। ଗୋଣ୍ଡମାନଙ୍କର ନିଜର ମୌଳିକ ଭାଷା ରହିଛି। ଏହାର ନାମ ହେଉଛି ଗୁଣ୍ଡି ଭାଷା। ଏହି ଗୁଣ୍ଡି ଭାଷାକୁ ଛତିଶଗଡ଼, ମଧ୍ୟପ୍ରଦେଶର ଗୋଣ୍ଡମାନେ ବହୁଳ ଭାବରେ ବ୍ୟବହାର କରନ୍ତି। ଏହି ଗୁଣ୍ଡି ଲିପିର ଭାଷାରେ ବର୍ତ୍ତମାନ ସେଠାରେ ଶିକ୍ଷା ଦିଆଯାଉଅଛି। ଏହାଛଡ଼ା ଗୋଣ୍ଡମାନେ ଯିଏ ଯେଉଁ ରାଜ୍ୟରେ ରହୁଛନ୍ତି ସେମାନେ ସେହି ରାଜ୍ୟର ଭାଷାକୁ ନିଜ ନିଜର ମୁଖ୍ୟ ଭାଷା ଭାବରେ ବ୍ୟବହାର କରୁଛନ୍ତି। ଏହି ଗୋଣ୍ଡ ଜାତି ଅତୀତରୁ ଦକ୍ଷ, ପରାକ୍ରମୀ ଆଉ ଲଢ଼ୁଆ ଜାତି। ଏମାନଙ୍କୁ ଆଦିମ ଦ୍ରାବିଡ଼ିଆନ ଆଦିବାସୀ ବୋଲି କୁହାଯାଏ। ଇତିହାସ କୁହେ ହରପ୍ପା, ମହେଞ୍ଜୋଦାରୋ ସଭ୍ୟତା ଏହି ଦ୍ରାବିଡ଼ିଆନ ଗୋଣ୍ଡମାନଙ୍କର ଯୋଗୁଁ ପ୍ରତିଷ୍ଠିତ। ଖ୍ରୀଷ୍ଟପୂର୍ବ 10ମ ଶତାବ୍ଦୀ ପୂର୍ବରୁ ଗୋଣ୍ଡମାନଙ୍କ ଦଳପତିମାନେ ଗୋଣ୍ଡମାନଙ୍କୁ ନେଇ ରାଜ୍ୟ ପ୍ରତିଷ୍ଠା ଆରମ୍ଭ କରିଥିଲେ। ଏମିତି ଦେଖିବାକୁ ଗଲେ ଗୋଣ୍ଡ ରାଜାମାନେ କେନ୍ଦ୍ରୀୟ ଭାରତ ସହିତ ଭାରତର ଅନ୍ୟାନ୍ୟ ରାଜ୍ୟରେ ପ୍ରାୟତଃ 1000 ବର୍ଷ ଧରି ଶାସନ କରିଥିଲେ। ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧ୍ର, ଓଡ଼ିଶାକୁ ବିଚାରକୁ ନେଲେ ଇତିହାସରୁ ଜଣାଯାଏ ଗୋଣ୍ଡ ରାଜାମାନେ ଲଗାତାର ଭାବରେ 400 ବର୍ଷ ଧରି ଶାସନ କରିଥିଲେ। କିନ୍ତୁ ପରବର୍ତ୍ତୀ କାଳରେ ମରହଟ୍ଟା ଏବଂ ମୋଗଲମାନଙ୍କ ସହିତ ବାରମ୍ବାର ଲଢ଼େଇ ହେବାରୁ ଅନେକ ଗୋଣ୍ଡ ରାଜା ପ୍ରଜା, ସୈନ୍ୟ ସାମନ୍ତ ଅନ୍ୟତ୍ର ଜଙ୍ଗଲ, ପର୍ବତ ଏମିତି ଅନେକ ଅଞ୍ଚଳକୁ ପଳାଇ ଯାଇ ବସତି ସ୍ଥାପନ କରିଥିଲେ। ଗୋଣ୍ଡ ରାଜାମାନଙ୍କ ମଧ୍ୟରେ ବହୁ ପ୍ରଭାବଶାଳୀ ଦୁଃସାହସୀ ରାଜା, ମହାରାଜା ଆଉ ରାଣୀମାନଙ୍କର ନାଁ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ଓଡ଼ିଶାର ରାଜାମାନଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ସାଏ ବଂଶର ରାଜା, ଛତିଶଗଡ଼ର ରାଜା, ମହାରାଜା ଆଉ ରାଣୀ ଦୁର୍ଗାବତୀଙ୍କ ପରାକ୍ରମକୁ କିଏ ନ ଜାଣେ। କିନ୍ତୁ କାଳକ୍ରମେ ସେମାନଙ୍କର ଧ୍ୱସ୍ତ ବିଧ୍ୱସ୍ତ ହୋଇ ଦେଶ ସ୍ୱାଧୀନ ପରେ ଆଦିବାସୀ ପର୍ଯ୍ୟାୟଭୁକ୍ତ ହୋଇ କୃଷିଜୀବୀ ହୋଇ ଜୀବିକା ନିର୍ବାହ କଲେ। ଭାରତର ବିଭିନ୍ନ ସ୍ଥାନରେ ଗୋଣ୍ଡ ରାଜାମାନେ ନିଜର ରାଜ୍ୟ ସ୍ଥାପନ କରି ରାଜତ୍ୱ କରୁଥିଲେ। ଯଥା ଚନ୍ଦ୍ରପୁରଗଡ଼, ଛତିଶଗଡ଼, ଲାଞ୍ଜିଗଡ଼, ଆମ୍ବାଗଡ଼, ଦେବଗଡ଼, ସିଂଗଡ଼ଗଡ଼,
ଔରାଗଡ଼, ମଣ୍ଡଳାଗଡ଼, ମାଉଲିଗଡ଼, ମାଣିକଗଡ଼, ଅମରକୋଟଗଡ଼, ଖେତରଗଡ଼, ରାୟଗଡ଼, ନାଗପୁରଗଡ଼, ଜଗଦଲପୁରଗଡ଼, ରତନପୁରଗଡ଼, ଗଲାମଗଡ଼, ଚାନ୍ଦଗଡ଼, ବିଳାସପୁର। ଏଥିମଧ୍ୟରୁ କୋଭିଲ ହେଉଛନ୍ତି ମଧ୍ୟପ୍ରଦେଶର ଶ୍ରୀପୁରଗଡ଼ର ପ୍ରଥମ ଗୋଣ୍ଡ ରାଜା। ଏହିପରି ଭାବରେ ଭାରତବର୍ଷର ବିଭିନ୍ନ ଜାଗାରେ ଗୋଣ୍ଡ ରାଜାମାନେ ପ୍ରାଧାନ୍ୟ ବିସ୍ତାର କରି ଏ ଜାତିକୁ ଏକ ସ୍ୱତନ୍ତ୍ର ରାଜକୀୟ ଜାତି ଭାବରେ ପ୍ରତିଷ୍ଠା କରାଇଥିଲେ। ଆପଣମାନେ ହେଉଛନ୍ତି ଏ ଜାତିର ସନ୍ତାନ। ଏ ଜାତିରେ ଆପଣ ଜନ୍ମ ହୋଇଥିବାରୁ ନିଜକୁ ଧନ୍ୟ ମନେ କରନ୍ତୁ, ଗର୍ବ କରନ୍ତୁ, ଏ ଜାତିର ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ। ଏହି ଗୋଣ୍ଡ ଜାତି ବିଷୟରେ ଅଧିକ ଜାଣିବାକୁ ଚାହିଁଲେ ଲଗ୍ଅନ୍ କରନ୍ତୁ www.indianrajput.com www.gondindia.com। ଏ ଜାତିର ପୁଅ ଝିଅମାନେ ଯଦି ଭାରତବର୍ଷରେ ଗୋଣ୍ଡ ବୈବାହିକ ସମାଜରେ ନିଜକୁ ରେଜିଷ୍ଟ୍ରେସନ କରିବାକୁ ଚାହିଁବେ ଲଗ୍ଅନ୍ କରନ୍ତୁ gondindia matrimonial.com। ନମସ୍କାର।